ହାର୍ଲି ଡେଭିଡସନ୍ ବାଇକ୍ ଶସ୍ତା ହେବ। ତେବେ ବର୍ତ୍ତମାନ ସୂଚନା ଅନୁସାରେ ଆମେରିକା ସହିତ ହୋଇଥିବା ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚାରେ ଭାରତ ଦାମୀ ବାଇକ୍, କାର୍ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିଛି। ଏଥିଯୋଗୁଁ ଆମେରିକାରେ ସମ୍ପୂର୍ଣ୍ଣ ନିର୍ମିତ ହାର୍ଲି ଡେଭିଡସନ୍ ବାଇକ୍ ଭାରତରେ ଶସ୍ତା ହେବ। 800 ସିସିରୁ ଅଧିକ ଏବଂ 1600 ସିସି ପର୍ଯ୍ୟନ୍ତ ଇଞ୍ଜିନ୍ କ୍ଷମତା ବିଶିଷ୍ଟ ବାଇକ୍ ଉପରେ ଶୁଳ୍କ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ସମ୍ପ୍ରତି ଏହି ବାଇକ୍ଗୁଡ଼ିକ ଉପରେ 40% ମୌଳିକ ଆମଦାନୀ ଶୁଳ୍କ ଏବଂ 4% ସାମାଜିକ ମଙ୍ଗଳ ସରଚାର୍ଜ ଲାଗୁ କରାଯାଉଛି। ଅତୀତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଉଚ୍ଚ ଶୁଳ୍କ ଦେଶ ବୋଲି କହିଥିଲେ। ଭାରତରୁ ଆସୁଥିବା ଅନେକ ସାମଗ୍ରୀ ଉପରେ ଆମେରିକା କମ୍ ଶୁଳ୍କ ଆଦାୟ କରୁଥିବା ବେଳେ ଭାରତ ଆମେରିକାର ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଉଛି ବୋଲି ଅଭିଯୋଗ କରିଥିଲେ। ବିଶେଷ କରି ହାର୍ଲି ଡେଭିଡସନ୍ ବାଇକ୍ ଉପରେ ଭାରତ ଲଗାଉଥିବା ଶୁଳ୍କ ବିଷୟରେ ଉଲ୍ଲେଖ କରିଥିଲେ। ଆମେ ଯେତେବେଳେ ଭାରତକୁ ମୋଟରସାଇକେଲ ପଠାଉଛୁ, ସେହି ଦେଶ 100% ଶୁଳ୍କ ଲଗାଉଛି। କିନ୍ତୁ ଭାରତ ଯେତେବେଳେ ଆମ ଦେଶକୁ ସାମଗ୍ରୀ ପଠାଉଛି, ଆମେ ତାହା ଉପରେ କିଛି ଶୁଳ୍କ ଆଦାୟ କରୁନାହୁଁ। ତେଣୁ ଦାମୀ ବାଇକ୍ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଟ୍ରମ୍ପ ଦାବି କରି ଆସୁଥିଲେ। ତେବେ ବିଶ୍ୱରେ ଏକମାତ୍ର ସହଯୋଗୀ ଭାବେ ହିରୋ ମୋଟୋକର୍ପ ହାର୍ଲି ଡେଭିଡସନ୍ 440 ସିସି ବାଇକ୍ ଉତ୍ପାଦନ କରୁଛି। ହାର୍ଲି ଡେଭିଡସନ୍ ବାଇକ୍ ଉପରୁ ଶୁଳ୍କ ହ୍ରାସ ପରେ ହିରୋ ମୋଟୋକର୍ପ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଉଛି। ଆମେରିକାରୁ ଆମଦାନୀ ହେବାକୁ ଥିବା 2500 ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଡିଜେଲ କାର୍ ଏବଂ 3000 ସିସିରୁ ଅଧିକ କ୍ଷମତା ବିଶିଷ୍ଟ ପେଟ୍ରୋଲ କାର୍ ଉପରୁ ମଧ୍ୟ ଆମଦାନୀ ଶୁଳ୍କ ହଟାଇ ଦିଆଯାଇଛି। ଏହାଦ୍ୱାରା ଭାରତରେ ଆମେରିକା ନିର୍ମିତ ଏସବୁ ଗାଡ଼ି ଶସ୍ତା ହେବ। ବ୍ୟୁରୋ ରିପୋର୍ଟ, ନବୀକରଣ ଟିଭି।